ସମ୍ବଲପୁରୀ ଭାଷାକେ ଭଲ ପାଉଥିବାର ମୋର୍ ଦାଦା ଭାଇ ବୁହେନମାନଙ୍କୁ ମୋର୍ ଜୁହାର। ଭିଡ଼ିଓରେ କେହି ବି ନୂଆ ଅଛନ୍ ବୋଇଲେ ପ୍ଲିଜ୍ ଲାଇକ୍ ଆଉ ସବସ୍କ୍ରାଇବ୍ଟେ କରିଦେବେ। ଆଜିର କଥା ନି ଅବଲକରା କଥାନିର ଦ୍ୱିତୀୟ ଭାଗ ଚାରିଟା ପାହାଡ଼ ସାଙ୍ଗର କଥା। ଆର ଦିନ ସକାଳୁ ଚାଲୁ ଚାଲୁ ଗୁସାଇଁ ଆର ଅବଲକରା ପହଞ୍ଚିଲେ ଗୁଟେ ଛୋଟ ସହରନେ। ସଞ୍ଜ ହେଇ ଆସୁଥାଏ। ସେମାନେ ଗୁଟେ ଧର୍ମଶାଲାନେ ରହିଲେ। ଗୁସାଇଁ ଅବଲକରାକେ କିଛି ପଇସା ଦେଇ ପନିପରିବା ତେଲ ନୁନ୍ ହାଟ କରି ଆନ ବୋଲି କହିଲେ। ଅବଲକରା ହାଟ କରି ଫିରଲା ବେଲେ ଦେଖଲା ସେ ସହରକେ ଲାଗି ଚାରିଟା ପାହାଡ଼ ଠିଆ ହେଇଛେ। ଅବଲକରା ପାହାଡ଼ ମାନେ ତ ଦେଖିଛେ, ହେଲେ ଏନ୍ତା ଲାଗି କରି ଚାରିଟା ପାହାଡ଼ ଠିଆ ହେବାର ନାଇଁ ଦେଖବାର। ସେ ପାଖର ଆଖର ଲୋକେ ପାହାଡ଼ର ନାଁ କାଏନା ବୋଲି ପଚରାଲା। ଲୋକମାନେ ଇ ପାହାଡ଼ର ନାଁ ଚାରି ସଙ୍ଗାତ ପାହାଡ଼ ବୋଲି କହିଲେ। ହେତକେ ଅବଲକରା ଏକା ମୁହେଁ ଧର୍ମଶାଲାକେ ଫିରଲା ଆର ପନିପରିବା ବୁଚକାକେ ଥୁଇ ଦେଇ କହିଲା, ଗୁସାଇଁ ଦେଖ ତ ଇ ଚାରିଟା ପାହାଡ଼ କେନ୍ତା ମାନେ ଲୋକରାନ୍ତା ଖନ୍ଧରା ଧରି ହେଇ ଠିଆ ହେଇଛନ୍। ଆଗେ ତମେ ମତେ କହ ଇ ପାହାଡ଼ ମାନେ କାଏ ହେଲା ଏନ୍ତା ଠିଆ ହେଇଛନ୍, ଯେ ତାର ପରେ ଯାଇ ବାକି କାମ। ଆର୍ ତମେ ମତେ ଇ ବିଷୟନେ ବୁଝେଇ କରି ନାଇଁ କହିଲେ ଦେଖ ଗୁସାଇଁ ମୁଇଁ ଚାଲଲି ମୋର ବାଟେ। ଗୁସାଇଁ କହିଲେ, ହଉ ଠିକ୍ ଅଛେ, ଇ ପାହାଡ଼ ବିଷୟରେ ଶୁଣବୁ ତ ଯା ତୁଇ ପହିଲା ଚୁଇଲ ଜଲେଇ ଭାତ ପାଇନ ଟିକେ ବସେଇ ଦେଇ ଆ। ଅବଲକରା ପାହାଡ଼ର କଥା ଶୁଣମି ବୋଲି ଜଲଦି ଯାଇ ଚୁଇଲ ଜଲେଇ ଭାତ ପାଇନ ବସେଇ ଦେଇ ଆଇସି। ଗୁସାଇଁ କହେସନ୍, ପାହାଡ଼ର କଥା ଶୁଣବୁ ତ ଠିକ୍ ଅଛେ, ପକ୍କା କମ୍ବଲକେ ପୋତ ଛତା ଶୁଣ ଅବଲକରା କହୁଛେ କଥା। ଏନ୍ତା କହି ଗୁସାଇଁ କଥା ଆରମ୍ଭ କରସନ୍। ଇ ରାଇଜର ନାଁ ହେଉଛେ ଚନ୍ଦ୍ରପୁର। ମୁଇଁ ଇଟା ସେତେବେଲର କଥା କହୁଛେ ଯେତେବେଲେ ଇ ରାଇଜର ରାଜା ଥିଲେ ଆନନ୍ଦଦେବ। ରାଜା ପ୍ରଜାମାନଙ୍କୁ ନିଜର ପୁଅ ଝି ଏନ୍ତା ଭଲ ପାଉଥିଲେ। ଆର୍ ତାଙ୍କର ମନ୍ତ୍ରୀ ସୈନ୍ୟ ସାମନ୍ତକେ ନିଜର ସାଙ୍ଗସାଥି ଏନ୍ତା ବ୍ୟବହାର କରୁଥିଲେ। ଏନ୍ତା କି ରାଜା ତାଙ୍କର ମନ୍ତ୍ରୀ କଟୁଆଲ ସେନାପତି ସାଙ୍ଗେ ମିତ ବସିଥିଲେ। ଚାରି ଜଣ ଜଣେ ଆର୍ ଜଣେକେ ଜୀବନ ଏନ୍ତା ଭଲ ପାଉଥିଲେ। ହେଲେ ଇ ଚାରି ଜଣଙ୍କର ଗୁଟେ ଦୁଃଖ ଥିଲା, ଇମାନଙ୍କର କାହାର କୁଲେ ବି ପୁଅ ଝି ଗୁଟେ ନାଇଁ ଥାଇ। ହେଥିର ଲାଗି ଇମାନଙ୍କର ମନ ସବୁବେଲେ ଦୁଃଖ ଥାଏ। ଥରେ ସେ ରାଇଜକେ ଗୁଟେ ସିଦ୍ଧ ବାବାଜିଟେ ଦେଶ ବିଦେଶ ବୁଲି ବୁଲି ରାଜାଙ୍କର ପାସକେ ଆଇଲେ। ରାଜା ତ ଅତିଥି ପ୍ରିୟ ଲୋକ, ସେ ବାବାଜିଙ୍କର ବହୁତ ସେବା ଯତ୍ନ କଲେ ଆର୍ ତାକର ମନର ଦୁଃଖଟା ବାବାଜିକେ ଜଣାଲେ। ବାବାଜି କହିଲେ, ତୁମେ ଗୁଟେ ଲୋକକେ ଛୁଆଟେ ଦରକାର କି ତମର ଆର୍ ତିନ ମିତର ଲାଗି ବି କହୁଛ। ରାଜା କହିଲେ, ସେମାନେ ମୋର୍ କର୍ମଚାରୀ, ହେଲେ ବି ମୁଇଁ ସେମାନଙ୍କୁ ବନ୍ଧୁ ଏନ୍ତା ଦେଖସିଁ ଆର୍ ତାକର ସାଙ୍ଗେ ମିତ ବସିଛେଁ। ହେଥିର ଲାଗି ହେ ବାବାଜି, ଆପଣଙ୍କର ଆଶୀର୍ବାଦଟା ମତେ ଏକଲାକେ ନାଇଁ, ସେମାନଙ୍କୁ ବି ମିଲୁ। ରାଜାଙ୍କର କଥା ଶୁନି ବାବାଜି କିଛି ସମୟ ଭାବି କହିଲେ, ଧନ୍ୟ ତୁମେ ରାଜା, ସତେ ତମେ କେତେ ସରଳ। ମୁଇଁ ଏତେ ଦେଶ ବୁଲି ଆସିଲି, ହେଲେ ତମର ଏନ୍ତା ବନ୍ଧୁପ୍ରିୟ ଲୋକ କାହିଁ ନାଇଁ ଦେଖେ। ତମର ମନକାମନାଟା ନିଶ୍ଚେ ପୂରଣ ହେବା। ହେଲେ ଗୁଟେ କଥା ରାଜା, ତମର ରାଜକୁମାର ଏନ୍ତା ଆର୍ ତିନ ଜଣଙ୍କର ପୁଅ ବି ଗୁଟେ ଚେହେରା ନେଇ ଜନ୍ମ ହେବେ। ଇଥିନେ ତମର କିଛି ଆପତ୍ତି ନାଇଁନ ତ? ରାଜା ହସି ଦେଇ କହିଲେ, ଇଟା ତ ଖୁସିର କଥା ବାବା। ଏଡ଼େ ବଡ଼ ଦୁନିଆରେ କାହାର ଚେହେରା ଚାଲିଚଲନ ଗୁଟେ ନାଇଁସେ, ହେଲେ ଆମର ଚାରି ମିତଙ୍କର ଛୁଆ ଗୁଟେ ରୂପ ଗୁଣ ନେଇ ଜନ୍ମ ହେବେ। ଇଟା ତ ସଂସାରେ ଆର୍ ଗୁଟେ କୀର୍ତ୍ତି ହେଇ ରହେବା। ହେତକେ ବାବାଜି ରାଜାକେ ଗୁଟେ ଫଲ ଦେଇ କହିଲେ, ନିଅ ରାଜା, ଇ ଫଲକେ ଚାରି ମିତ ସମାନ ଭାବେ ଭାଗ କରି ଖାଇବ। ତାରପରେ ତମର ଚାରି ଜଣଙ୍କର ଘରେ ଗୁଟେ ଗୁଟେ ପିଲା ଜନ୍ମ ହେବେ। ସେମାନେ ନିଜର ନିଜର କର୍ମକ୍ଷେତ୍ରନେ ଯଶସ୍ୱୀ କୀର୍ତ୍ତିମାନ ହେବେ। ହେଲେ ରାଜା ସେମାନଙ୍କୁ 16 ବରଷ ହେଲା ବେଲକେ ତାକର ଜୀବନ ପ୍ରତି
ବିପଦ ଆସିପାରେ, ଜଗି ରଖି ଚଲବ। ଫଳଟା ଦେଇ ବାବାଜୀ ଆଗକେ ଗଲେ। ରାଜା ତିନ୍ମିତ ସାଙ୍ଗେ ଫଲକେ ଭାଗ କରି ଖାଇଲେ। ଯଥା ସମୟ ଭିତରେ 4 ଜଣଙ୍କର ଘରେ ଗୁଟେ ଗୁଟେ ପିଲା ଜନ୍ମ ହେଲେ। ରାଜାଙ୍କର ପିଲାର ନାଁ ହେଲା ସତ୍ୟପ୍ରିୟ, ମନ୍ତ୍ରୀ ପିଲାର ନାଁ ଶାନ୍ତିଭୂଷଣ, ସେନାପତିଙ୍କର ପିଲାର ନାଁ କ୍ଷମାସାଗର ଆର୍ କଟୁଆଲ ପିଲାର ନାଁ ଦୟାନିଧି। ସେମାନେ ଦେଖୁ ଦେଖୁ ଜୁଆନ ହେଇ ବସଲେ। ଇ 4ଟା ପିଲା ବି ତାଙ୍କର ବାପା ମାନଙ୍କର ଏନ୍ତା ଜଣେ ଆର୍ ଜଣେକେ ଜୀବନନୁ ବୋଲି ଭଲ ପାଉଥିଲେ। ଇ କଥା ଦେଖି ତାଙ୍କର ବାପା ମାନେ ବି ବହୁତ ଖୁସି ହେଉଥିଲେ। କେତେ ଜଲ୍ଦି 4 ପିଲାକେ 16 ବରଷ ହେଇଗଲା। ରାଜା ବାବାଜୀ କହିଥିଲା କଥା ସୋର ରଖିଥନ୍। ଦିନେ ରାଜା ପିଲା ତାର ମାମୁଁ ଘରକେ ମେଲା ଦେଖି ଯିମି ବୋଲି ତାର ବାପାକେ କହିଲା। ରାଜା ବାବାଜୀର କଥା ଟିକେ ସୋର କରି ଡରିଗଲେ। ଇଆଡ଼େ ପିଲାର ମନ ବି ଭାଙ୍ଗି ନାଇଁ ପାରଲେ। ରାଜା ମା ଦୁର୍ଗାଙ୍କୁ ସୁମରଣା କରି ପିଲାକେ ତାର ମାମୁଁ ଘର ଦିବ୍ୟନଗରକେ ଯିବା ଲାଗି ଅନୁମତି ଦେଲେ। ଆର୍ ସାଙ୍ଗେ ତାର 3 ବନ୍ଧୁକେ ନେଇକରି ଯ ବୋଲି କହିଲେ। ଇ କଥା ଶୁନି ରାଜକୁମାର ଖୁସି ହେଇଗଲେ। ତାରପରେ 4 ସାଙ୍ଗ ବଛା ବଛା 4ଟା ସୁନ୍ଦର ଘୋଡ଼ା ବାଛି ସଜ କରି ମାମୁଁ ଘରକି ବାହାରିଲେ। ବାଟେନେ କେତେ ଗାଁ ଗଣା ଡେଗି ଯାଉଥନ୍। ହେଲେ ଗୁଟେ ଚେହେରାନେ 4 ଜଣକେ ଦେଖି ଲୋକମାନେ ଉଲ୍ଟି ପୁଲ୍ଟି କାବା ହେଇ ଦେଖିନିଅନ୍। ଏନ୍ତା ଯାଇ ଯାଇ 4 ସାଙ୍ଗ ଗୁଟେ ଅଗ୍ନାଅଗ୍ନି ଜଙ୍ଗଲ ଭିତରେ ପହଞ୍ଚିଲେ। ଇମାନେ ଜଙ୍ଗଲ ଭିତରେ ଗଲାବେଲେ ଅସୁରୁଣୀ ଗୁଟେ ପାହାଡ଼ ଉପରେ ବସିଥିଲା। ଇ 4 ଜଣକେ ଦେଖି ଅସୁରୁଣୀ ଭାବଲା, ମୋର ଇଲାକାରେ ଏତେ ହସ ଖୁସିନେ ତମେ ସବୁ କିଏ କାହିଁ ଯାଉଛରେ? ଆଜି ତମେ ଇଷ୍ଟ ସୁମରଣା କର, ଯାଇସି ଇମାନକେ ଫୁସଲେଇ କରି ପାହାଡ଼ ପାସକେ ଡାକି ଆନମି ଆର୍ ଗୁଟେ ଗୁଟେ କରି ଖାଇମି କହି ଅସୁରୁଣୀ ଗୁଟେ ସୁନ୍ଦରୀ ଟୁକେଲଟେ ହେଇ ଘୋଡ଼ାନେ ବସି ଇ 4ଟା ସାଙ୍ଗମାନଙ୍କର ପାସକେ ଆଇଲା। 4 ଜଣ ସାଙ୍ଗ ଇ ଜଙ୍ଗଲ ଭିତରେ ଏତେ ସୁନ୍ଦରୀ ରାଜକୁମାରୀଟେ କେନୁ আসলা କହି ଆବାକାବା ହେଲେ। ତାହାକେ ଡେଗି କରିବି ତ ଆଗକେ ଯାଇ ନେଇ ହୁଏ କହି ରାଜକୁମାର ସତ୍ୟପ୍ରିୟ ପଚରାଲେ, ତମେ କିଏ? ଆମର ବାଟ ଛେକି କାଁ ହେଲା ଠିଆ ହେଲ? ଆମର ବାଟ ଛାଡ଼। ଅସୁରୁଣୀ କହେଲା, ମୁଇଁ ମାୟାନଗରୀର ରାଜକୁମାରୀ, ବାଟ ଭୁଲି ଯାଇଛେ। ଆର ସେ ପାହାଡ଼କେ ଦେଖେଇ କହେଲା, ସେ ପାହାଡ଼ ପାଖେ ମୋର ସୈନ୍ୟ ସାମନ୍ତ ଅଛନ୍। ମତେ ସେ ପାସକେ ଯିବାର ଲାଗି ଡର ଲାଗୁଛି। ଦୟାକରି ମତେ ସେ ପାହାଡ଼ ପାସକେ ଟିକେ ନେଇ ଛାଡ଼। ତମେ ମାନେ କିଏ? କାହିଁ ଯାଉଛ? ରାଜକୁମାର କହେଲେ, ମୁଇଁ ଚନ୍ଦ୍ରପୁରର ରାଜକୁମାର, ଇମାନେ ମୋର ସାଙ୍ଗ, ଆମେ ସବୁ ଦିବ୍ୟନଗର ଯିମୁ। ଦୟାନିଧି କହେଲା, ଆମେ ସବୁ ସନ୍ଧ୍ୟା ଆଗରନୁ ଦିବ୍ୟନଗରରେ ପହଞ୍ଚିବାର ଦରକାର। ଆମକୁ ଯିବାର ଲାଗି ଡେରି ହେଉଛି। ତୁମେ ତୁମର ବାଟେ ଯାଅ ଆର୍ ଆମକୁ ଆମର ବାଟ ଛାଡ଼ି ଦିଅ। ଇ କଥା ଶୁନି ଅସୁରୁଣୀ ରାଗିଗଲା। ଆଁଖ ଢିଲ ଢିଲ କରି ଜୋର ସେ ରଢ଼ି କହେଲା, ମତେ ସାହାଯ୍ୟ କରବାର ଦରକାର ନାଇଁ। ଏବେ ନିଜର ଜୀବନକେ ନିଜେ ରକ୍ଷା କର। 4 ସାଙ୍ଗ କାବା ହେଇ ଦେଖଲେ। ଦେଖୁ ଦେଖୁ ସେ ରାଜକୁମାରୀ ବଡ଼ ରାକ୍ଷସୀଟେ ହେଇଗଲା ଆର୍ ବାଟ ଛେକି ଠିଆ ହେଲା। ଏତେ ବଡ଼ ରାକ୍ଷସୀକେ ଦେଖି 4 ସାଙ୍ଗ ଡରିଗଲେ। ହେଲେ ବିପଦ ବେଲେ ଡରିଗଲେ ତ ନାଇଁ ଚଲେ, ସାହସ ଆଉ ବୁଦ୍ଧି ଦରକାର। ସେମାନେ ସାହସ କଲେ ଆର୍ ଅସୁରୁଣୀ ସାଙ୍ଗେ ଲଢ଼ବା ଲାଗି ପ୍ରସ୍ତୁତ ହେଲେ। ହେତକେ ଅସୁରୁଣୀ କହେଲା, ତମର 4 ଜଣଙ୍କର ଭିତରୁ ଯଦି ଜଣେ ନିଜର ଇଚ୍ଛାରେ ମୋର ଆହାର ହେବା, ହେଲେ ମୁଇଁ ଆର୍ 3 ଜଣଙ୍କୁ ଛାଡ଼ିଦେମି। ଇ କଥା ଶୁନି ସେନାପତିର ପିଲା କ୍ଷମାସାଗର କହେଲା, ଠିକ ଅଛେ, ତୁଇ ମତେ ଖା ଆର୍ ଇ 3 ଜଣକେ ଛାଡ଼ି ଦେ। ତାରପରେ ମନ୍ତ୍ରୀ ପିଲା ଶାନ୍ତିଭୂଷଣ କହେଲା, ନାଇଁ ନାଇଁ, ତୁଇ ମତେ ଖା ଆର୍ ଇ 3 ଜଣକେ ଛାଡ଼ି ଦେ। ତାରପରେ କଟୁଆଲ ପିଲା କହିସି, ମୁଇଁ ବଞ୍ଚି ଥାଉ ଥାଉ କାହାକେ ମରବାକେ ନାଇଁ ଦିଏ। ଅସୁରୁଣୀ, ବରଂ ତୁଇ ମତେ ଖା
आरु ई 3 जन को छाड़ी दे। सबकर कथा सुनी राजकुमार सत्यप्रिय कहले, तुमको 3 जन को रक्षा करवाटा मोर दायित्व। हेथिर लगी असुरुणी तुई मते खा, ईमान को छाड़ी दे। ई समस्तंकर कथा सुनी ताकर भल पाइबार देखी असुरुणीर मने टिके दया आईसी। से कहिसी, हौ हौ ठीक अच्छे, गुटे काम कर, मुई तुमको गुटे प्रश्न पचरामी। जी मोर प्रश्नर ठीक उत्तर देबा मुई ताहाके छाड़ीदेमी, आर जी मोर प्रश्नर उत्तर नाई दे पारबा ताहाके मुई खाइमी। राक्षसी राजकुमार मुहके देखी कहला, तुमे राजकुमार, आर किछि दिन गले तमे राजा हेबो। राजार श्रेष्ठ कर्तव्यटा काणा मते कह। राजा सत्यप्रिय सांगे सांग उत्तर देले, प्रजा मानकर धन जीवन रक्षा करी समस्तंकु समान न्याय देबा राजार प्रथम धर्म। राक्षसी इथर शांतिभूषण के पचराला, तमे किछि दिन गले मंत्री हेबो। गुटे मंत्रीर राज्य प्रति पहला दायित्वटा काणा। शांतिभूषण कहला, राज्य शासन रे मंत्री राजांकर परामर्शदाता। हेथिर लगी काहार प्रति जेंता अन्याय विचार नाई हेबा से कथा देखरेख करबार मंत्रीर काम। प्रजा मानकर हित लगी राजांकर जेतकी काम मंत्रीर भी हेतकी काम। इथर राक्षसी दयानिधि की पचराला, गुटे राज्य ने सेनापतिर दायित्वटा काणा। दयानिधि आर क्षमासागर कहले, राजा आउ राज्य की शत्रु कबलनु रक्षा करबाटा गुटे सेनापतिर पहला कर्तव्य। राक्षसी कहला, हौ ठीक अच्छे, एबे तमे सबू मोर गुटे प्रश्नर उत्तर दियो। तमे माने ई पृथ्वी भितरे सबुठानु काहाके अधिक भल पाएस। सभे एका संगे कहले, आमे सबुठानु अधिका आमर माँ बापा के भल पाइसु। तारपरे राक्षसी कहला, मुई तुमर मानकर उत्तर सुनी बहुत खुशी। असुरुणीर कथा सरू सरू 4 संगात देखले। असुरुणी गुटे साधारण स्त्री लोकटे हेगला आर कहला, एबे तमे माने मते जहा बर मागब माग, जहा कि तमर भविष्यत रे काम आएबा। राजकुमार सत्यप्रिय कहले, नाई माँ, तमर ठानु शक्ति नहीं बिना परिश्रम ने किछि पाइबार आशा आमर नाइन। पुरुष सबु बेले निजर शक्ति आर सामर्थ्य ने सुंदर दिससी। आमको खाली तुमर आशीर्वादटा दियो। से स्त्री लोकटा कहला, हौ ठीक अच्छे, तुमे माने जो बाटे किछि भी असुविधा हेले मते सुमरणा करब। तारपरे 4 सांग आगे चलले। जो जो बाटे से माने देखले धूड़ धूड़ा बुढ़ा गुटे हाड़ पंजरा गनी हेउचे। बाड़ी ठुक ठुके ताकर आगे ठिया हेई कहला, मुई जणे पथिक, रास्ता भूली जाइचे। 2 दिन हैला किछि नाई खाएबा, भूकर माड़े मोर पेट जली जाउची। ई कथा सुनी राजकुमार सत्यप्रिय ताकर भागर खाइबाटा बुढ़ा के देई कहले, नियो बाबा, पेट पूरा खाई नियो। ई कथा देखी आर 3 जन सांग भी ताकर भागर खाइबाटा बुढ़ार पाखे रखी देई मन खुशी रे ख बोली कहले। हेले से माने देखु देखु खाइबाटा जेंता के सेंता अच्छे 4टा जगह ने। हेले से बुढ़ा लोकटा कहीं उभे गला। ई 4 सांग काबा हे इयाड़े सियाड़े देखुथन। ठीक एतकी बेल के शून्यवाणी हेला, वत्स्य माने मुई धर्म देवता तम मानकु परीक्षा करुथिली। तमे माने बहुत पवित्र मना आर परोपकारी लोक। तमरी भल गुण लगी तमे माने बहुत सुखे रहेबो। आर जेते बेले बुढ़ा हे मरीजीव तमको दाह कला जगह ने 4टा पहाड़ हेबा। से पहाड़ माने जेते दिन तक थिबा सेते दिन तक ई पृथ्वी ने सत्य शांति दया क्षमार जय हेबा। आर सेते दिन तक तुमको सभे सोर रखी थिबे। तारपरे 4 जन सांग धर्म देवता थिला पाखे
मुड़िया मारी से खाएत सबू खाई आगके चालले। एंता जाऊ जाऊ खणे दूर जाइजन की दुईटा बाघ आसी छेकले। जेन्ता बाघ माने 4 जन के खाइमु बोली झापटू थिले ठीक से समय के से असुरुणी ठिया हैला। असुरुणी के देखी बाघ माने पिला मान के छाड़ी पलाले। असुरुणी कहेला मुई माया हेई करी तुमर पछे पछे आसुथिली, तमे नाई डर, चाल मुई तुमको ई जंगल पार करे देमी कही सेमानकु जंगलटा पार करे देसी। तारपरे गुसई कहेसन से 4 जन बहुत सुखे दिन काटले आर बुढ़ा हैला परे 4 जन एका संगे गुटे समियाथी मरीगले। तारपरे सेमानके दाह कला जगह ने 4टा पहाड़ ठिया हैला। से दिनु सभे ई पहाड़ मानकु 4टा संगातर पहाड़ बोली कहले। एबे बुझलु तो अबुलकरा? अबुलकरा कहेला हाँ हाँ गुसई बुझीगली। गुसई कहले हौ ठीक अच्छे, एबे रंधा बढ़ा कर टिके विश्राम नहीं काली सकालू फेर आगे बढ़मा।